ହ୍ୟାଲୋ ଗାଇସ୍, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ବହୁତ ଭଲରେ ଥିବେ। ପ୍ରତିବର୍ଷ ଭଳିଆ ପୁରା ଧୁମଧାମରେ ଆରମ୍ଭ ହେଇଯାଇଛି ଆମ ଯାଜପୁର ଜିଲ୍ଲା ମହୋତ୍ସବ। ଦୟାକରି ଭିଡିଓଟିକୁ ଫୁଲ୍ ଦେଖନ୍ତୁ ଆଉ ଆପଣଙ୍କର ମତାମତ କମେଣ୍ଟ ବକ୍ସରେ ଜଣାନ୍ତୁ। ହାଇ ଗାଇସ୍, ଆଜି ଆମେ ଆସିଛୁ ଯାଜପୁର ଜିଲ୍ଲା ମହୋତ୍ସବ ବୁଲିବାକୁ। ମୋ ସାଙ୍ଗରେ ମୋ ମମି ଆସିଛି ଆଉ ଏ ସାଙ୍ଗରେ ମୋ ଭଉଣୀ ଅଛି। ଯାଜପୁର ଟାଉନ କୁସୁମା ପଡିଆରେ ଯାଜପୁର ମହୋତ୍ସବ ଆୟୋଜନ ହଉଛି। ଆଉ ମେଡିକାଲ ସେପାଖରେ ଆମେ ଗାଡି ରଖିଦେଇକିନା ପଳେଇ ଆସିଲୁ। ଏବେ ହେଇ ଦେଖିପାରୁଥିବେ ଆଇ ଲଭ୍ ଯାଜପୁର, ଏଇଟା ହିଁ କୁସୁମା। ଶୃଙ୍ଖଳା ଆଉ ସୁରକ୍ଷା ପାଇଁ ପୋଲିସ ପ୍ରୋଟେକ୍ସନ ସବୁଆଡେ ଅଛନ୍ତି। କୁସୁମା ଏଇ ଯୋଉ ସାଇଡ ବର୍ଡରରେ ଦେଖିବେ ଲାଇଟ ପୁରା ସଜେଇ ଦେଇଛନ୍ତି। ଏବେ ବି ସନ୍ଧ୍ୟା ହେଇନି, ଯେତେବେଳେ ସନ୍ଧ୍ୟା ହେଇଯିବ ଲାଇଟ ର ପୁରା ଦେଖିବେ ପୁରା ବଢିଆ ଭିଉ ଆସିବ। ମହୋତ୍ସବ ପାଖରେ ଆମେ ଆସି ପହଞ୍ଚିଗଲୁ। ଏଇଟା ହଉଛି ଦେଖନ୍ତୁ ମହୋତ୍ସବର ମେନ୍ ଗେଟ୍। ଏଇଟା ସାଇଡ ରେ ବୁଦ୍ଧ ଦେବଙ୍କର ମୂର୍ତ୍ତି ଥୋଇ ଦେଇଛନ୍ତି ଦି ସାଇଡ ରେ। ବହୁତ ସୁନ୍ଦର ଦେଖା ହଉଛି, ଡେକୋରେସନ ପାଇଁ ରଖା ହେଇଛି। ଏଇଟା ସବୁ ଜନସାଧାରଣଙ୍କ ପାଇଁ ଏଇ ଗେଟ୍ ଟି। ଆ ପୂର୍ବକୁ ରହିବ ସେପାଖରେ ଗୋଟେ ଗେଟ୍, ସେଟା କେବଳ ଯୋଉମାନେ ସବୁ ଷ୍ଟେଜ ପ୍ରୋଗ୍ରାମ କରିବେ ଆଉ ଭିଆଇପି ମେମ୍ବର ତାଙ୍କ ପାଇଁ ସେପାଖରେ ଗୋଟେ ଗେଟ୍ ଅଛି। ଆଜକୁ ଠିକ ଗୋଟିଏ ବର୍ଷ ତଳେ 2025 ଜିଲ୍ଲା ମହୋତ୍ସବରେ ମୁଁ ଏହି ଜାଗାରେ ମୋର ପ୍ରଥମ ବ୍ଲଗ ଭିଡିଓ ୟୁଟ୍ୟୁବରେ ଅପଲୋଡ କରିଥିଲି। ସେଇ ଦିନ ଠାରୁ ମୋର ୟୁଟ୍ୟୁବ ଜର୍ଣ୍ଣି ଷ୍ଟାର୍ଟ ହେଇଛି। ଏଇ ଗୋଟିଏ ବର୍ଷ ଭିତରେ ଆପଣମାନେ ମତେ ବହୁତ ଭଲ ପାଇବା ଦେଇଛନ୍ତି, ବହୁତ ସପୋର୍ଟ କରିଛନ୍ତି। ଏଇଭଳି ଆଗକୁ ଦିଅନ୍ତୁ ମଧ୍ୟ, ମୁଁ ଆଶା କରୁଛି ଆପଣମାନେ ମଧ୍ୟ ଦେବେ। ଏଇ ଜାଗାଟା ଦେଖନ୍ତୁ, ଆମ ଯାଜପୁରର ସବୁ ପର୍ଯ୍ୟଟନ ସ୍ଥଳୀ ଏଠାରେ ସବୁ ଦର୍ଶାଯାଇଛି। ରତ୍ନଗିରି, ଗଡ ମଧୁପୁର ଜଗନ୍ନାଥଙ୍କ ମନ୍ଦିର, ଏଟା ବୈତରଣୀ କୂଳରେ ଜଗନ୍ନାଥଙ୍କ ମନ୍ଦିର, ସେପାଖରେ ଅଛି ମା ବିରଜାଙ୍କର ମନ୍ଦିର, ଛତିଆ ବଟ, ଓଳାଶୁଣୀ ସବୁ ଦେଖନ୍ତୁ ପୁରା ସୁନ୍ଦର ସୁନ୍ଦର ହେଇଛି ସବୁ ଏଠି। ଆଉ ଗୋଟେ ଭଲ ଜିନିଷ ଦେଖ, ଲୋକଙ୍କର ସୁବିଧା ପାଇଁ SBI ର ATM ମଧ୍ୟ ଏଠାରେ ଆଭେଲେବୁଲ ଅଛି। ପ୍ରଭୁ ଜଗନ୍ନାଥଙ୍କର ମନ୍ଦିର ଆଉ ବୁଦ୍ଧଙ୍କର ଷ୍ଟାଚୁ ବାଲିରେ ବନା ହେଇଛି। ଏଠି ଗୋଟେ ବୁଦ୍ଧଙ୍କର ଷ୍ଟାଚୁ ଦେଖନ୍ତୁ। ଫଟୋଗ୍ରାଫି ପାଇଁ ଏଇ ଜାଗାଟା ପୁରା ବଢିଆ ଜାଗାଟା। ସବୁ ମଧ୍ୟ ଏଠାରେ ଫଟୋ ଉଠଉଛନ୍ତି। ଦେଖିପାରୁଥିବେ ବିଭିନ୍ନ ପ୍ରକାର ପୋଜ ଦେଇକିନା ସବୁ ଫଟୋ ଉଠଉଛନ୍ତି। ପୁରା ବଡ ଜାଗାଟା, ଏରିଆଟା କିନ୍ତୁ ବହୁତ ବଡ ଆକାର ବନା ଯାଇଛି। ଷ୍ଟେଜ କୁ ଦେଖିପାରୁଥିବେ, ଏବେ ଏଇ ପ୍ରଭୁ ଭୋଳା ଶଙ୍କରଙ୍କର ତାଣ୍ଡବ ନୃତ୍ୟ ହଉଛି। କୁସୁମାର ସାମ୍ନା ପଡିଆରେ ଏ ମହୋତ୍ସବଟା ଆୟୋଜନ ହଉଛି। ପୁରା ବଡ ଏରିଆଟା ଦେଖନ୍ତୁ। ଏଠା ସବୁ ଦୋକାନ ମାନଙ୍କର ସବୁ ଷ୍ଟଲ ପଡିଛି ଦେଖନ୍ତୁ। ପ୍ରାୟତଃ ଏଠି ଧୂପ, ଆଚାର, ଏ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଏଇଗୁରା ବହୁତ ପଡିଛି। ତା ସହିତ ସମ୍ବଲପୁରୀର ପୁରା ବଢିଆ ବଢିଆ ଶାଢୀ ପଡିଛି। ତା ରେଟ୍ ସବୁ 4000, 5000, 8000, ହାଏଷ୍ଟ ଗୋଟେ 32000 ସେ କହୁଥିଲେ। ଦେଖିପାରୁଥିବେ ସବୁ ଷ୍ଟଲ ଗୁରା ପଡିଛି ଦି ସାଇଡ ରେ। ପୁରା ଫାଙ୍କା ଜାଗା, ଆରାମସେ ଆସିକିନା ବୁଲିକିନା ଏଞ୍ଜୟ କରନ୍ତୁ। ବିଭିନ୍ନ ପ୍ରକାର ସବୁ ଦୋକାନ ପଡିଛି। ଏଗୁଡା ସବୁ ହସ୍ତତନ୍ତ୍ର, ହାତରେ ସବୁ ବନା ହେଇଛି। ଆଉ ଏଠି ଦେଖିପାରୁଥିବେ ଏଗୁଡା ବି ହାତରେ ବନା ହେଇଛି। ସାଇଡରେ ସବୁ ଷ୍ଟଲ ଦୋକାନ ଗୁରା, ଲାଇଟ ର ବି ବ୍ୟବସ୍ଥା ଅଛି। ଆଉ ଗୋଟେ ଭଲ ଜିନିଷଟା ଦେଖ, ଡଷ୍ଟବିନ ମଧ୍ୟ ରଖା ହେଇଛି ଯେମିତି ବାହାରେ ଅଳିଆ ନହବ। ଏଗୁଡା ସବୁ କାଠରେ ତିଆରି। ଗୋଟେ ହାତୀ ଟିକେ କାଠରେ ଦେଖନ୍ତୁ ବନା ହେଇଛି। ଏଗୁଡା ସବୁ କାଠରେ ବନା ହେଇଛି, ପଲିସ ହେଇଛି, ପୁରା ବଢିଆ ଦେଖା ହଉଛି। ପିଲାଙ୍କର ଖେଳନା ପାଖରୁ ଆରମ୍ଭ କରି ସବୁ ଜିନିଷ ଏଠାରେ ପଡିଛି। ଘରର ଉପକରଣ ସାମଗ୍ରୀ ଏଠାରେ ସବୁ ପାଇବେ। ଆକାଶ ମାର୍ଗରୁ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମସ୍ତଙ୍କୁ ନଜର ରଖିଛନ୍ତି। ଏବେ ଟିକେ ସନ୍ଧ୍ୟା ହେବାକୁ ବସିଲାଣି, ଲାଇଟ ମଧ୍ୟ ଅନ୍ କରି ସାରିଲେଣି। ଲାଇଟ ର ପୁରା ଭିଉ ଟା ପଛରେ ପୁରା ବଢିଆ ଆସିଛି। ସାଇଡ ରେ ସବୁ ଷ୍ଟଲ ଦେଖିପାରୁଥିବେ। ଶିବ ତାଣ୍ଡବ ଯୋଉମାନେ କରିଥିଲେ ଏବେ ତାଙ୍କ ନାଚ ସରିଯାଇଛି, ଦେଖିପାରୁଥିବେ ଏମାନେ ସବୁ। ଷ୍ଟଲ ସବୁ ଗୋଟେ ସାଇଡ ରେ, ଆଉ ଅନ୍ୟ ସବୁ ଖେଳନା ଜିନିଷ ଚୁଡି ଫୁଡି ଇଏ ସବୁ ଆଉ ଗୋଟେ ସାଇଡ ରେ। କିଛି ସମୟ ବୁଲାବୁଲି କଲା ପରେ ମୋ ଭଉଣୀ ଗୋଟେ ଆଣି ପୋଟାଟୋ ଷ୍ଟିକ ମତେ ଖୁଆଇ ଦଉଛି ଦେଖନ୍ତୁ।
ଯେମିତିକା ରାତି ବଢିଛି ଲୋକଙ୍କର ଭିଡ ପ୍ରବଳ ଭିଡ, ଚାଲିବାକୁ ବାଟ ନାହିଁ। ଦେଖନ୍ତୁ ପୁରା ପ୍ରବଳ ଭିଡ। ଆଗରୁ କେମିତି ହାତରେ ଶାଢୀ ବୁଣୁଥିଲେ ଏଠାରେ ଦେଖିବାକୁ ମଧ୍ୟ ପାଇବେ। ଶାଢୀ ବୁଣିବା ପାଇଁ ସେ ଯୋଉ ସୂତା ଗୁରା ଯାଏ ଏଇଥିରେ, ଏଇ ଯୋଉ ଚକ ଭଳିଆ ଅରଟରେ। ଆଉ ଏ ପାଖରେ କଳସ କେମିତି ବନା ହଉଛି ମାଟିରେ ଦେଖନ୍ତୁ। ଗୋଟେ ହାତ ଭଳିଆ ଏଇଠି ଡେକୋରେସନ ହେଇଛି। ଭିଡ ଦେଖନ୍ତୁ, ଫଟୋ ଉଠେଇବା ପାଇଁ ଲୋକଙ୍କର ପୁରା ପ୍ରବଳ ଭିଡ। ସଭା ପଛପଟକୁ ଏଇ ଗୋଟିଏ ଜାଗାରେ ସବୁ ଖାଇବା ଦୋକାନ ଏକାଠି ଅଛି। ଦେଖନ୍ତୁ ସବୁ ଏଠି ଖାଇବା ଦୋକାନ। ଝାଲ ମଟରଟାର ଟେଷ୍ଟ କିନ୍ତୁ ପୁରା ଅଲଗା। ମୁଁ ଖାଉଛି, ତାପରେ ମୋ ମମିକୁ ମଧ୍ୟ ଦେଇଛି। ଆଉ ଚାଉମିନ ନେଇ ଆସିଥିଲେ ବି ଖାଇଲି। ଗଲା ବେଳକୁ ଆଉ କଣ ଯାଇ ହଉଛି, ଯୋଉ ଭିଡ, ପ୍ରବଳ ଭିଡ। ସାଇଡ କରି କରି ଲୋକଙ୍କୁ ଯିବାକୁ ପଡୁଛି। ଭିଡିଓଟିକୁ ଟିକେ ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରିଦିଅନ୍ତୁ। ଏଇଟା ଆପଣ କୋଉଠୁ ସବୁ ଦେଖୁଛନ୍ତି କମେଣ୍ଟରେ ଟିକେ ଜଣାନ୍ତୁ। ମହୋତ୍ସବ ବୁଲା ସରିଗଲା 2026ର, ପୁଣି ଆର ବର୍ଷକୁ ଅପେକ୍ଷା। ଗେଟ୍ ବାହାରେ କୁସୁମା ସାଇଡରେ ପ୍ରବଳ ଭିଡ। ଚାଷୀ ମାନେ ଏଠି ସବୁ ଆନ୍ଦୋଳନ କରିଛନ୍ତି, ଯାହା ସବୁ ଧାନ ବିକ୍ରି ହଉନି। ପ୍ରବଳ ଭିଡ ଦେଖନ୍ତୁ। ବୁଲାବୁଲି ସରିଗଲା, ରାତି ମଧ୍ୟ ହେଇଗଲାଣି 9:30। ଏଇଟା ହିଁ କୁସୁମା ସାଇଡରେ ଲାଇଟର ସବୁ ଡେକୋରେସନ ହେଇଛି। ଫଟୋ ଉଠେଇବା ପାଇଁ ପୁରା ବଢିଆ ଜାଗାଟା ଏଇଟା। ଦେଖନ୍ତୁ ଭିଡିଓଟି କେମିତି ଲାଗିଲା କମେଣ୍ଟରେ ଜଣେଇବେ। ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରିବାକୁ ଜମା ବି ଭୁଲିବେନି। ଗଲା ବେଳକୁ ଗୋଟେ ଆଇସ୍କ୍ରିମ ନେଇ ଆସିଲୁ। ଏବେ ଆମେ ଖାଇ ଖାଇ ସବୁ ଯାଉଛୁ ଘରକୁ। ଫେରିବା ବାଟରେ ମୋର କିଛି ସବସ୍କ୍ରାଇବର ଦେଖା ଯାଇଥିଲେ, ଦେଖନ୍ତୁ।